ଏବେ କାନ୍ଦିଲେ କଣ ଲାଭ ଅଛି କହିଲ? ଭଗବାନ ଯେତେବେଳେ ଆମକୁ ଛୁଆ ଦେଇଥିଲେ ତମେ ସେତେବେଳେ କୋଉଠି ମାରିଦେଲ ନା? ମନେ ପକେଇଲେ ସେତେବେଳେ କଥା। ଆରେ ତମର ଯେତେବେଳେ ଛୁଆ ଜନ୍ମଙ୍କର ବୟସ ଥିଲା ସେତେବେଳେ ତମେ କଣ କହିଲ ନା, ମୁଁ ଏବେ ଛୁଆ ଜନ୍ମ କରିପାରିବିନି। ସେତେବେଳେ ତମେ ତମେ ସେତେବେଳେ ଗୋଇଠା ମାରିଦେଲ ଛୁଆକୁ। ଆରେ ତମର ଯେତେବେଳେ ମା ହବାର ବୟସ ଥିଲା ତମେ ସେତେବେଳେ କହିଲ କଣ ନା, ମୁଁ ଏବେ ମା ହେଇପାରିବିନି, ମା ହବା ପାଇଁ ମୋର ବୟସ ହେଇନି। କାହିଁକି ନା ମୁଁ ଲାଇଫଟାକୁ ଏନ୍ଜୟ କରିବି ବୋଲି ସେତେବେଳେ ତମେ ମନା କରିଦେଲ ନା। ଗୀତା, ଗୋଟାଏ କଥା ମନେ ରଖିଥିବ, ଯେମିତିଆ କର୍ମ କରିବ ସେମିତିଆ ଫଳ ପାଇବ। ଆରେ କେତେ ଭଗବାନ ପାଖରେ ମୁଣ୍ଡିଆ ମାଇଲେ, କେତେ ଓଷା ବ୍ରତ ମାନସିକ କେତେ କଣ କଲେ, ସାଧାରଣ ଗୋଟେ କାହିଁକି ଜାଣିଛ? ଗୋଟେ ଛୁଆ ପାଇଁ। ଆରେ ଭଗବାନ ଯେତେବେଳେ ଆମକୁ ଛୁଆ ଦଉଥିଲେ ଆମେ ସେତେବେଳେ ଗୋଇଠା ମାରିଦେଲେ, କିନ୍ତୁ ଯେତେବେଳେ ଆମର ଦରକାର ଅଛି ଛୁଆ, ଭଗବାନ ପାଖରେ ଆଜି ଏତେ ମୁଣ୍ଡିଆ ମାରୁଛେ, କିନ୍ତୁ ଭଗବାନ ନା ଆମ କଥା ଜମାରୁ ଶୁଣୁନାହାନ୍ତି। ଆରେ ଭଗବାନ ଯେତେବେଳେ ଆମକୁ ଦଉଥିଲେ ସେତେବେଳେ ଆମେ ଗୋଇଠା ମାରିଦେଲେ, ଆଜି ଏତେ ମୁଣ୍ଡିଆ ଅଳି କଲେ, ଭଗବାନ କାହିଁକି ଆମ କଥା ଶୁଣିବେ? ଆଉ ତମେ ନା ଆଜି ସେଇଥିପାଇଁ ତମେ ଆଜି ପସ୍ତଉଛ, ଭଗବାନ ପାଖରେ ଅଳି କରୁଛ, କିନ୍ତୁ ଭଗବାନ ନା ତମରି କଥା କିଛି ବି ଟିକେ ହେଲେ ବି ଶୁଣୁନାହାନ୍ତି। ଜାଣିଛୁ ଡକ୍ଟର କଣ କହିଲେ ଜାଣିଛୁ? ତମେ ନା କେବେ ମା ବନି ପାରିବନି, ଆଉ ମୁଁ ବି କେବେ ବାପା ଆଉ ହେଇପାରିବିନି। ଆଉ ଇଏ ସବୁ ହଉଛି ତମରି ପାଇଁ, କରିଥିବା ପାପ ପାଇଁ ତମେ ଆଜି ପସ୍ତଉଛ, ଆଉ ତମ ଯୋଗୁ ମୁଁ ବି ଆଜି ପସ୍ତଉଛି। ମା ପେଟରେ ଥିବା ଛୁଆକୁ ନା କେବେ ହେଲେ ମାର ନାହିଁ। କିଏ ଜାଣେ କେତେବେଳେ ତମେ ବିକଳ ହଉଥିବ ଛୁଆ ପାଇଁ, ଭଗବାନ କିନ୍ତୁ ମୁଁ ନା ଛୁଆ କେବେ ବି ଦେବେ ନାହିଁ। ମୁଁ ଠିକ୍ କହିଲି କି ଭୁଲ କହିଲି ଆପଣମାନେ କମେଣ୍ଟରେ କୁହନ୍ତୁ।